नमस्कार जय जगन्नाथ सांग मैंने तो आज आम आउ गए पुणी गोटे चैलेंज को लेकिन पलि आसचु। आज हम चैलेंज अच्छी कौन अच्छी कह दियो। चिकेन तरकारी डाली पापड़ सलाड आउ भात एटा कौन की भजिया एटा आलू साग भजिया हम भाजी करछन एई ता संगे अच्छी लेग पीस पूरा मजेदार चैलेंज आज हबो। तो वीडियो पूरा लास्ट पर्यंत देखिए आउ जे जितबो से पनिशमेंट दबो। हाँ आउ धर सी जितिले ताले से तांको मन इच्छा पनिशमेंट मते देबे मु जितिले मो मन इच्छा पनिशमेंट मु देबी। तो चलंतु आउ देरी न करी चैलेंज टी हम स्टार्ट करबा। कि आज जितिबो देखा जाओ पनिशमेंट टा किए पाइबो स्टार्ट कर दादा भजो। चिकेन टा पूरा मस्त है मो ननद बन तो देखा जाओ दियो भल अच्छी तरकारी प्रकार दे चैलेंज चैलेंज रे टिके अधिक प्रकार हेले भल लगे। चिकेन तो कले बहुत अधिक रही सेम अच्छे सरी है ना पनिशमेंट भारी पड़ जाए मोर सर नहीं देखिए किए जीतु मत लगे मुझे हारी जाऊँ पनिशमेंट ने पनिशमेंट एमती कष्ट किसी दबनी। हाँ भाभी मैं आगुरी कहीदे मतलब पनिशमेंट ये सहज दब जमी सहज खाई हो तो एमती कष्ट न लगे किसी कष्ट हम दांत चोबई दे ढुकीदेव मैंने खाइबार दौच देखो सांग मैंने किसी खाइबा पनिशमेंट दौरान ये तो खाई पानी देखा जाए कौन दौरान कारण मोर तो जना पड़ी मुझे हारी गली।
ଦି ଜଣଙ୍କର ସେମ୍ ସେମ୍ ହିଁ ଆଣିଥିଲି। କିନ୍ତୁ ମୁଁ ଖାଇପାରୁନି। ଗୁପଚୁପରେ ତ ସେ ଜିତି ଯାଇଥିଲେ। ଆଜି ମୁଁ ଜିତିଯିବି। ସତରେ ଭଲ ଜିତିଗଲା। ଏଥିରେ ପୁଣି ଆମ ବୋଉ କହୁଥିଲା ଚକୁଳି ନେଇକି ଯାଅ, ଚକୁଳି ଆଣିଥିଲେ ଖାଇପାରିଥାନ୍ତ। ଏଇଟା ତ ସରୁନି, ଧିଆ ବି ଆଣିଛି। ନା ଠିକ୍ ଆଣିଛି। ମୋର ଏତିକି ଭାତ ରହିଗଲାଣି। ଆହୁରି ଟାଇମ୍ ଅଛି, ମୋତେ ସରୁନି। ସରି ଯାଇଥିଲା। ଲେଗ୍ ପିସ୍ଟା ସରିନି ପରା। ଭାତ ତ ସରିଗଲା, ଆଉ ଲେଗ୍ ପିସ୍ଟା ସରିବା କେତେ ସମୟ ଲାଗିବ? ଆଉ ଖାଇବନି ଭଲ? ତାହେଲେ ପନିସମେଣ୍ଟ ହେବ, ରେଡ଼ି ହେଇଯାଅ। ହଁ ନେବାକୁ ତ ବାଧ୍ୟ, ତୁମର ସରିଗଲାଣି। ପୁରା ଫିନିଶ୍। ଭଜନ ସରିଗଲାଣି। ମୋର ତ ଆପଣ ଦେଖିପାରୁଥିବେ ରହିଯାଇଛି ଭାତ ତରକାରୀ ସବୁ ରହିଯାଇଛି। ଆଉ ଆଜି ମୁଁ ହାରିଯାଇଛି। ପନିସମେଣ୍ଟ ଏବେ ନେବେ। ଏବେ ପାଇଁ ରେଡ଼ି ଅଛି ମୁଁ। ଦେଖାଯାଉ ଭାଉଜ କ'ଣ ଦେଉଛନ୍ତି ପନିସମେଣ୍ଟ। ପୁରା ସହଜ ପନିସମେଣ୍ଟ ଦେବି, ଯେଉଁଟାକି ମୋ ଭାଣିଜୀ କହିଛନ୍ତି ସେଇ ପନିସମେଣ୍ଟଟା ମୁଁ ଦେବି। ଆଉ ତ ଖାଇବନି, ମୋର ଏତିକି। ସେଠି ଭାତ ଫିନିଶ୍ କରିଦିଅ, ତାପରେ ଆମେ ଯିବା ପନିସମେଣ୍ଟ ନେଇକି ଆସିବା। ତ ସାଙ୍ଗମାନେ ଆମେ ପନିସମେଣ୍ଟ ନେଇକି ଆସିଯାଇଛୁ। ପନିସମେଣ୍ଟଟା ଦେଖନ୍ତୁ, ଅଦା ତ ବେଶୀ ବଡ଼ ତ ଦେଇନି, ଛୋଟ ଦେଇଛି, କାହିଁକି ନହେଲେ ଖାଇଛନ୍ତି ବାନ୍ତି ହେଇଯିବ। ଆଉ ଛୋଟିଆ ଅଦାଟେ ଆଣିଛି, ଦେଖିବା ଖାଇପାରିବେ ନା ନାହିଁ। ଅଦା ରାଗ ଲାଗିବ। ଏଇଟା ହେଲା ମୋ ନଣନ୍ଦଙ୍କ ପାଇଁ ପନିସମେଣ୍ଟ, ଖାଇଦିଅ। ଅଦାଟା ସିନା ଛୋଟଟେ, କିନ୍ତୁ ରାଗ କେତେ ଲାଗେ ଜାଣିଛୁ? ଖାଇକି ଦେଖ କେମିତି ଲାଗୁଛି, ଟେଷ୍ଟି ଟେଷ୍ଟି ଲାଗିବ। ହଁ ଟେଷ୍ଟ ଲାଗିବ, ଓହୋ ରାଗ ଲାଗିବ। ଯେତେବେଳେ ଦେଇଛ ତ ଖାଇବାକୁ ତ ପଡ଼ିବ। ଖାଇବା ଅଦା, କଞ୍ଚା ଅଦା, ଦେଖାଯାଉ କେମିତି ଲାଗୁଛି। ଖାଇବା। ରାଗ ଲାଗୁଛି? ରାଗ ଲାଗୁଛି ଭାଉଜ। ଢୁକି ଦିଅ, ପାଣି ପିଅ, ଢୁକି ଦିଅ। ପାଣି ପିଇ ଦେଉଛି। ରାଗ ହେଇଛି। ଓହ, ପୁରା ଚା ବାସ୍ନା ଆଇଲା ଏଠିକି। ଅଦାରେ ଯୋଉ ଛେଚିକି ଯୋଉ ଚାରେ ପକଉଛେ। କଞ୍ଚା ଅଦା ଖାଇଲେ କେମିତି ଲାଗିବ? ପୁରାପୁରି ମାନେ ଯଦି ଏଇ କାନ ନାକ ଏ ସବୁ ଟାଇମ୍ ମତେ ଯେମିତି ଲାଗୁଛି ଝମଝମ ଭଳିଆ ଲାଗୁଛି ଖାଲି। କିନ୍ତୁ ପାଣି ପିଇଦେଲି ହେଇଗଲା। ଛୋଟ ଅଦାଟା
ବେଶୀ କିଛି ସେଇଥିପାଇଁ ତ ବେଶୀ ବଡ଼ ଅଦା ଆଣିନଥିଲି, ସେଇଥିରେ ଏତେ ଛୋଟିଆ ଅଦାଟେ ଆଣିଥିଲି। ବଡ଼ ଅଦା ହେଇଥାନ୍ତା ତାହେଲେ ମୋ କାମ ହେଇଯାନ୍ତା। ପାଣି ପିଇଦେଲି ସାଙ୍ଗେ ସାଙ୍ଗେ ତ ଏତେ ଜଣା ପଡ଼ିଲାନି। ତ ଠିକ୍ ଅଛି, ଆଜିର ଭିଡ଼ିଓଟା ଆପଣମାନଙ୍କୁ କେମିତି ଲାଗିଲା ଆପଣ ନିହାତି କମେଣ୍ଟ କରି କୁହନ୍ତୁ। ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ଠିକ୍ ଅଛି। ତାହେଲେ ଆମେ ଭିଡ଼ିଓଟି ଏଇଠି ରଖିଲୁ। ନମସ୍କାର, ଜୟ ଜଗନ୍ନାଥ।